ଓହୋ ଏତେ କଷ୍ଟ କରି ଜିନିଷ ହଉଛି ଦେଖିଆ କଣ ହଉଛି। ଆରେ ଭାଗା ଭାଇ କଣ କରୁଛ ଏଠି? କଣ କରିବା ଭାଇ ଦିଟା ପନିପରିବା ନଗେଇବାକୁ ପଡିବ ଆଉ। ପନିପରିବା ଯୋଉ ଦୁର୍ମୂଲ୍ୟ ହେଲାଣି ଆଉ କିଣିକି ଖାଇ ହେଲା ଭଳିଆ ଲାଗୁନି। ଏଇ ଫାଙ୍କା ଜାଗାରେ ଘର ପାଖରୁ କେତେ ଦୂର ପନିପରିବା ନଗେଇବ ଏଇଠି? ଘର ଦୂର ଟିକେ କଣ ଅଛି ଆଉ ଦିଟା ପରିବା ନଗେଇଲେ ମୁଁ ଆସି ଜଗା ରଖା କରିକି ଦିଟା ଖାଇବି ଦିଟା ବିକିବି ଏମିତି ଚଳିବି ଆଉ। ଆଉ ମତେ ଯା ଜଣା ପଡୁଛି ତମରି ପରିବାରେ ମୁଁ ଟିକେ ଆଦତ ହେଇଯିବି ଆଉ କଣ କରିବି? ଚୋରି କରି ନେଇଯିବ କି ସେଇଭଳିଆ ଲାଗୁଛି। ଆରେ ତୋର କଣ ପନିପରିବା କିଣା ହବନି କଣ ତୋ କଥାରେ ତ ମୁଁ କିଛି ଓରିଟେରି ପାଉନି। ହଁ ଭାଇ ତମେ ଲଗଉଛ ଲଗାଉ ମୋର କିଛି କହିବାର ନାହିଁ। ମତେ ଯାହା ଜଣା ପଡୁଛି ଆଉ ମାସ ସାରା ମତେ ଆଉ କିଣିବାକୁ ପଡିବନି ପରିବା ଆଉ। ଆରେ ଭାଇ କଣ ତୁ କହିବା କଥା ମୁଁ କିଛି ବୁଝିପାରୁନି ତୁ କଣ କହିବା କଥା ଡାଇରେକ୍ଟ କହୁନୁ। ରେ ଭାଗାଇ ମୋ କହିବା କଥା କଣ ତମେ ପନିପରିବା ଲଗେଇବ ଭଲ ହବ ଟି ଲଗାଅ ସାର ମସଲା ଦେଇକି ବଢିଆ ଫ୍ରେଶ ପରିବା କରିବ ହେଲା। ଯାଉଛି ଆରେ ଧନିଆ କଣ ଯାଇଥିଲୁ? ଯାଇଥିଲି ଟିକେ କୂଳ ଉପରକୁ ବୁଲିବା ପାଇଁ ମୁଁ ଦେଖିଲି ପନିପରିବା କିଏ ନଗେଇଛି କି ନାହିଁ ଆଉ କୂଳରେ ସେମିତି ନାହିଁ। ନାଇଁ କଣ ମୋ ନାଁ ଶୁଣିଲେ ତ ଥର ଥର କୂଳରେ ଭୟରେ ପରିବା ନଗୁନାହାନ୍ତି। ଆର ବଡା ଭାଗା ଆସିକି ସକାଳୁ ଯତ୍ନ କରିକି କୋଡିକି ତାକୁ ସାର ମସଲା ଦେଇ ଗଛ ନଗୁଛି। ମୁଁ ଆଉ କିଛି କହିଲିନି ନଗଉଛି ଭଲ ଚିକଣ ନଗଉ ମୋର କିଣିଆରେ ନାହିଁ ମାଗଣା ଖାଇକି ପୁରା ସିଜିନ ସରିବା ପର୍ଯ୍ୟନ୍ତ ଆଉ ଜଣା ପଡୁଛି ଆଉ। ଜାଣି ସେ ମୋ ବିଷୟରେ ଜାଣିନି କୋଉ ଭଳିଆ ଖତରା ଚୋର ସେ ଜାଣିନି ନା କଣ କହୁନୁ? କୂଳରେ ଦେଖିବୁ କୂଳରେ ଭୟରେ କେହି ନଗେଇନାହାନ୍ତି ମୋ ଭୟରେ ଶୁଣିଲେ ମୋ ନାଁ ଶୁଣିଲେ କୂଳରେ ଥର କେହି ନଗୁନାହାନ୍ତି ପନିପରିବା ସିଏ ଆସି ସାହସରେ ନଗେଇଛି ହଉ ଦେଖିଆ ନଗଉ ଭଲ କରି କରୁ ସେ ଜାଣିନି ଯୋଉ ବିଷୟରେ ତୁ ଅଛି ବୋଲି ସେ ଜାଣିନି ଭଲ ଆସିବ ବର୍ଷ କରୁ 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 ଭଲ କରି ଖାଇବା ମତେ ଦିଟା ଦଉଥିବୁ। ମୁଁ ତ ଦେଇଥିଲି ସେ ସେପାରି ଯାଇଥିଲି ଆଣିଥିଲି ଦୁଇ ମାଳି ମୁଢି ତାପରେ ନଉଥିଲୁ ନବୁ ନବୁ ଯୋଉଠି ମୁଁ ଧରା ପଡି ମତେ ସାହାଯ୍ୟ କରିବୁ ସେ ଟୋକାଟା କଣ ଏମିତି କଥା କହିକି ଗଲା ମୁଁ କିଛି ବୁଝିପାରୁନି। ଦେଖିଆ ସେଠି ଗୋଟେ କିଏ ବଇଛି ଯଦୁଆ ନା କିଏ ତାକୁ ଟିକେ ପଚାରିବାକୁ ପଡିବ। ଯଦୁଆ ଭାଇ ହଁ ଭାଇ କଣ କହୁନୁ? ଗୋଟେ କଥା ତତେ ପଚାରିବି। କୋଉ କଥା? ଏ ଯୋଉ ଟୋକାଟା ଗଲା ବା ସେ ତମ ଆ ପୁଅ ବା ଓ ଆମ ଘନିଆ ହଁ ଧନିଆ ମୁଁ ସେଇଠି ହଁ ବଇଥିଲି ତ ଘନିଆ ତ ଗଲା ଆଉ କଣ ହେଇଛି? ସେ କହନା ଭାଇ ମତେ ଗୁଡା ଯୋଉ କଷ୍ଟରେ ମୁଁ ସେଠି କୋଡି କାଢିକି ପନିପରିବା ନଗଉଛି ମତେ ଗୋଟେ କଥା କହିକି ଆଇଲା କଣ କହିଲା? ମୋର ଆଉ କାମରେ ମନ ଲାଗିଲାନି। କଣ ସେ ତତେ କହିକି ଗଲା ତୁ କହୁଛୁ କାମରେ ମନ ଲାଗୁନି ଘଟଣା କଣ ମୁଁ ତ କିଛି ବୁଝିପାରୁନି କଣ ହେଇଛି କହୁନୁ? ସେ ପିଲାଟା ମୋ କତିକି ଆସିଲା ଆସି ଛିଡା ହେଲା ହଁ ଛିଡା ହେଇକି ମତେ କହୁଛି ପନିପରିବା ଯଦି ନଗଉଛ ଭାଇ ଭଲ କି ନଗାଅ ମୋର ଆଉ କିଣା କିଣି ହବନି ଆଉ ତାପରେ କହୁଛି ନଗାଉ ନଗାଉ ଭଲ ଭାବେ ଲଗାଉ ସାର ପାଣି ଦେଇକି। ଏ ଯୋଉ ଘନିଆ କଥା ହଁ କହୁଛ ସେ ମହା ଚୋର ଜାଣିଛୁ ଏଇ ଦିନ ହବ ସେ କଲେଇର କଳ ଫୁଟବଲ ପାଇପି ଦେଇକି ବିକି ଦେଇଛି। ଖୋଳ ଚାଲିଛି ପାଇବି ନାହିଁ। କଳ ଚାଲିଛି ଖେଳ ଚାଲିକି ସନ୍ଧ୍ୟା ବେଳେ ବନ୍ଦ କରିକି ଘରକୁ ଆଇଛି ତାପରେ ସକାଳୁ ଗଲା କଳ ପାଖକୁ କଳ ଫୁଟବଲ ପାଇବି ନାହିଁ। ସେ ଟୋକା ଏତେ ଚୋର? ଏତିକି ହଁ ଏ ଆମ ଗାଁରେ ପିଲା ଗାଡି ରଖୁଛନ୍ତି ଦାଣ୍ଡରେ ସକାଳୁ ଦେଖିଲେ ଗାଡିରେ ତେଲ ନାହିଁ ହଁ ଇଏ କଣ କରୁଛି ରାତିରେ ସେ ତେଲକୁ ଯାଇକି ତା ଗାଡିରେ ପୁରେଇ ସିଏ ତାର ଅଲ ଇଣ୍ଡିଆ ବୁଲୁଛି ଏ କୂଳରେ ଆମ ଗାଁ ସେ ମଳେ ଫଳେ ସବୁ ଲଗେଇଦେଲେ ଲଙ୍କା ଆଳୁ ପିଆଜ ସବୁ ଲଗେଇଥିଲେ ତୁ ଭାଇରେ ବିଶ୍ୱାସ କରିବୁନୁ କହିବୁ ଗୁଡା ଭାଇଟା କହୁଛୁ ତା ପର ପୁଅ ନାଁରେ ସକାଳୁ ଦେଖିବୁ ଆର ପିଆଜ ଫେଣ୍ଡା ପକେଇ ଯୋଉ ମୂଳା ଭଜା ଘରେ ଯିଏ ନଗେଇଛି ତା ଘରେ ବି ମୂଳା ଭଜା ହେଇନଥିବ। ନା କମ ଖତରନାକ ଲୁଙ୍ଗି ଥବ ଚଢି ନଥବ। ସେ ଏଭଳିଆ ଚୋର ମୁଁ ଆଉ ପରିବା ଫରିବା ଲଗେଇନି ଭାଇ। ତା କଥା କଣ ଅଛି ତୁ ଭାଇ ଲଗେଇଲୁ? ନା 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 ମତେ ଯାହା ଜଣାଗଲାଣି ତା କଥାରୁ ସେ ତା ଘରୁ ମୁଁ ମାଗିକି ଆଣିଲା ଭଳିଆ ପରିବା ଖାଇବି ମୁଁ ନଗେଇବି ତା ଘରେ ଥବ 10 କିଲେ ମୋ ଘରେ ଥବ କିଲେ 2 କିଲେ ମୁଁ ଆଉ ନଗେଇବା ମୋର ଦରକାର ନାହିଁ। ଆଲୋ କୋଉଠିକି ଯାଉଛୁ? ହଁ ମୁଁ ଯାଉଛି କୋଳକୁ ଭାଗା ଯାଇଛି କଣ ପନିପରିବା ନଗେଇ ହବନି ତାପରେ ଯାହାର ଦଳ ନେଇକି ଯାଉଛି ଆଉ। ଆରେ କଣ ପଳେଇ ଆଇଲୁ ସୁଦୁ କୋଢିଆଟା ଆଉ କଣ ପରିବା ନଗେଇବୁ ସେ ଆରପଡା ଘନିଆ ଅଲି ଗୋଟା ପିଲାଟା ଆଇଛି ସିଏ ଆଉ କାହାର କିଛି ରଖିଦଉନି ତାଙ୍କ ଗାଁରେ
ଯଦି କିଏ ଗାଡ଼ି ଥଉଛି ପଦାରେ ଗୋଟେ ପେଟ୍ରୋଲ ଗାଡ଼ିକି ନେଇଯାଉଛି ଆଉ କୂଳରେ ଯିଏ ପନିପରିବା ଲଗେଇଛନ୍ତି 2-3 ବର୍ଷ ହେଲାଣି କାହାର ଗୋଟା ରଖେଇ ଦେଉନି ଏ ବର୍ଷ ଆଉ କେହି ଗୋଟା ଲଗେଇ ନାହାନ୍ତି। ଆଉ ଯୋଉ ଧନ ଖର୍ଚ୍ଚ କରି ନଗେଇବୁ ସେ ତ ସବୁ ନେଇଯିବ। ମୋ କଖାରୁ ଏମିତି 2 ବର୍ଷ 3 ବର୍ଷ ହେଲାଣି ନଗେଇଥାଏ ତାକୁ ସବୁ ଚୋରି କରି ନେଇଗଲା। ଆଉ ତୁ ନଗା ନା ଆମର କିଛି। ସେ ଟୋକା ବା ସେଇଆ ମୁଁ ସେ ଗାଁ ଲୋକ ପଚାରିଲି ସବୁ ଯାହାକୁ ପଚାରିଲି କହିଲି ସେ ସେଇଆ ତୁ ଭାଇ ନଗଉଛୁ ସାହସ କରିକି ହଁ ପୁଣି ସେଇ ଟୋକା ଆସି ମୋ କତିରେ ପହଞ୍ଚି ମୋତେ କହୁଛି ଭାଇ ନଗଉଛୁ ଟିକେ ଭଲ ହେଇକି ନଗଉ ଫସଲ ମୋ ପନିପରିବା କିଣିବିନି ମୋ ସେଇଠୁ ମନ ଛାଡ଼ିଗଲା ପଚାରି ପଳେଇ ଆଇଲି। ଭଲ କରୁଛୁ।